ଅନଲାଇନ ରେ କଥା ହଉଥିଲୁ। ତାଙ୍କ ସ୍ୱାମୀ କଣ झगड़ा ହେଲା ମୁଁ ଜାଣିନି। ମୁଁ ତାଙ୍କୁ କହିଲି ଏ ଭୁଲ କାମ କରିବାନି। ନା କଣ ସଙ୍ଗୀତା। କୋଉଠୁ ଆସିଥିଲ? ଘର କୋଉଠି? କାଶୀପୁର। କାଶୀପୁର କୋଉ କାଶୀପୁର? ଭୁବନ କାଶୀପୁର। ତମକୁ କଣ ପାଇଁ ସେ ସ୍ତ୍ରୀ ଲୋକ ମାରଥିଲେ? ଗୋଡା କାଶୀପୁର ତମକୁ ସେ ସ୍ତ୍ରୀ ଲୋକଟା କାଇଁ ମାରଥିଲେ? କଣ ହେଇଛି ତମର? ସ୍ୱାମୀ ସହିତ ଯାଇଥିଲି ଭାରି। କା ସ୍ୱାମୀ ସାଙ୍ଗରେ? ଯିଏ ମାଇଲେ ତାଙ୍କ ସ୍ୱାମୀ ସାଙ୍ଗେ ପଳେଇଛ ତମେ? କମି ଯାଇଥିଲ ତାଙ୍କ ସ୍ୱାମୀ ସାଙ୍ଗରେ? ତାଙ୍କ ସ୍ୱାମୀ କଣ झगड़ा ହେଲା ମୁଁ ଜାଣିନି। ସିଏ ତମେ ତାଙ୍କ ସ୍ୱାମୀ ସାଙ୍ଗେ କାହିଁକି ଯାଇଥିଲ? ତମ ସ୍ୱାମୀ ନାହାନ୍ତି? ତମର ପୁଅ ଝିଅ କେତେଟା? ଦିଟା। ସେ କୋଉଠି ଅଛନ୍ତି ବର୍ତ୍ତମାନ? ଏଇଟା ଝିଅଟା ପୁଅଟା ଶାଶୁ ଘରେ। ତମ ଶାଶୁଘର କୋଉଠି? କରମୂଳ। ତମ ଶାଶୁଘର? ତମେ ଶାଶୁଘରେ ରହୁନ? କରମୂଳରୁ ତମେ ପଳେଇଛ? ତମ ସ୍ୱାମୀ କଣ କରୁଛନ୍ତି? ନାହାନ୍ତି। ତମେ ଜାଣିଛ ସେ ବାହା ହେଇଛନ୍ତି ବୋଲି ତାଙ୍କ ସ୍ୱାମୀ ସହିତ ଯାଇଛ? ତମେ କେତେ ସ୍ତ୍ରୀ ଅଛି ତମ ସାଙ୍ଗେ କେମିତି ଯାଇଥିଲ? ମୁଁ ସେଇଟା ତାଙ୍କୁ ବୁଝେଇଲି। ସିଏ କହିଲେ ଯଦି ତୁ ଆଜି ନ ଯିବୁ ତାହେଲେ ମୁଁ ଏଇଠି ମରିଯିବି। ତମର କେତେ ଦିନ ହେଲା ଏଫଆଇଆର ଚାଲିଥିଲା? ଅନଲାଇନ ରେ କଥା ହଉଥିଲୁ। ତଥାପି କେତେ ଦିନ ହେଇଗଲାଣି? କେତେ ଦିନ ହେଲା କଥା ହଉଥିଲ? କେତେ ଦିନ ହେଲା ଯୋଗାଯୋଗରେ ଥିଲ? କୋଉଠୁ ଦେଖା ହେଲା କହିଲ ତାଙ୍କ ସାଙ୍ଗରେ ତମର? ଦେଖା ହେଇନାହିଁ। ଅନଲାଇନ ରେ ଦେଖା ଦେଖି। ଆଚ୍ଛା କେତେ ଦିନ ହେଲା ଫୋନ ରେ କଥା ହଉଥିଲ? ଆରେ ଯାହା ହେଇଛି କୁହ ନା କିଛି କେତେ ଦିନ ହେଲା କଥା ହଉଥିଲ ଫୋନ ରେ? କେତେ ଦିନ ହେଲା ତାଙ୍କ ସାଙ୍ଗରେ ସମ୍ପର୍କ ଫୋନ ରେ? କୋଉଠି ଯାଇଥିଲ? 6-7 ମାସ ହେଲା। 6-7 ମାସ। କେବେ ଘର ଛାଡିକି ଆସିଲ? ଘର ବର୍ତ୍ତମାନ ତମ ଘର ଛାଡିକି ତମେ ପଳେଇ ଆସିଛ କେତେ ଦିନ ହେଲା? ତାଙ୍କ ସାଙ୍ଗରେ କେତେ ଦିନ ହେଲା ଆସିଲଣି? ଆରେ କେତେ ଦିନ ହେଲା ଘର ଛାଡିକି ତମେ ଜାଣିନ? 15 ଦିନ ଖଣ୍ଡେ 20-15 ଦିନ। 15 ଦିନ କୋଉଠି ରହୁଥିଲ? କୋଉଠି ଥିଲ? ତମ ଶାଶୁର ଖୋଜୁନାହାନ୍ତି ତମକୁ? ନାଇଁ ଯୋଉ ଗଲ କୋଉଠି ଥିଲ? କୋଣାର୍କରେ। ତମ ଶାଶୁର ଖୋଜୁନାହାନ୍ତି ତମକୁ? ଖୋଜୁନାହାନ୍ତି? ପୁଅକୁ ରଖିଛନ୍ତି? ପୁଅଟା କେତେ ବର୍ଷ? 6 ବର୍ଷ। 6 ବର୍ଷର। କଣ କଥା ହେଇକି ଯାଇଥିଲ ତମେ? ନା ସେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ କଣ ନାଗାନୁଗି ହେଇଥିଲେ ମୁଁ ଜାଣିନି। ଜାଣିନ ତମେ କେମିତି ଗଲ ତାଙ୍କ ସାଙ୍ଗରେ? ମୁଁ ତାଙ୍କୁ କହିଲି ଏ ଭୁଲ କାମ କରିବାନି। ସିଏ କହିଲେ ଯଦି ନ ଯିବୁ ମୁଁ ଏଇଠି ଆଜି ମରିବି। ମୋ ନାଁ ସାରି ବେହେରା। ମୋ ଘର ହଉଛି ଚିଡେଇ। ମୋ ଶାଶୁଘର। ମୋ ବାପ ଘର ହଉଛି ସନ୍ତସରା। ଆଉ ସେ ମତେ କଣ କରେ ମାରି ପିଟିକି ଧମକ ଚମକ ଦେଇ ଟଙ୍କା ପଇସା ଗାଡି ମଟର ବିକିକି ସବୁ ଇଆକୁ ଦିଏ। ଇଏ ପାନରେ ପଡି ମୋ ସ୍ୱାମୀ। ତାଙ୍କ ନାଁ ରମେଶ ବେହେରା। ତମ ଘର କୋଉଠି? ମୋ ଶାଶୁଘର ଚିଡେଇ। ଯେ ମୋ ସ୍ୱାମୀ ଯୋଉଦିନ ଗଲେ କି ଟାଟାଇସି ଫାଟାଇସି ବିକି ଦେଲେ ସବୁ ଟଙ୍କା କଣ ହେଲେ ତ କହିଲେ ତୁ ଯଦି କଣ ବଦିବାଦତ କରିବୁ ତତେ ମାରିଦେବି। ନାହିଁ ମତେ ଖାଲି ଟର୍ଚର କରନ୍ତି। ମୁଁ ହେଠୁ କଣ ଦିନେ ସାରେ ମୋବାଇଲ ତାଙ୍କଠୁ ରଖିଲି ଯେମିତି ସେ ନୁଚିକି ସେଦିନ ପଳେଇଲେ ଇୟାକୁ ଧରିକି। ଏଟା 15 ଦିନ ଖଣ୍ଡେ ହେଲାଣି ଜାଣିଲ କି ଆସିକି ଏଠି ଏଫଆଇଆର ଦେଇଥିଲି। ମହିଳା ସଙ୍ଗେ ଯାଇଥିଲି। ହେଠୁ ଆଜି ତାଙ୍କୁ ପ୍ୟାନରେ ଫୋନ କଲାଠୁ ଡାକିଲାଠୁ କହିଲା ଆଉ ଆମେ ଘର ଭଡା ନେଇ ରଖିବୁ ତତେ ରଖିକି ତାଙ୍କୁ ରଖି ମୋ ଛୁଆ ପିଲାଙ୍କୁ ଛାଡି ମୁଁ କେମିତି ରହିବି? ମୋର ଯୋଡିଏ ପୁଅ। ତାଙ୍କୁ ହେଇଗଲାଣି ବାହା ସାଗର କରିଛି। ବଡ ପୁଅକୁ କୋଉଠିକି ବାହାଘର କରିଛ? ଏଇଦିନ ଆମ ଶାଶୁ ବିରାଡିଆ। ସାନ ପୁଅକୁ ବାହାଘର କରିଛି ଏଇ ଯୋଉ କାଇମାଟି ବେଲଟି। ହଁ ଝିଅ ସାର ନାହାନ୍ତି। ସବୁବେଳେ ଧନ ଦୋକାନ ପାଇଁ ଯେମିତି ମାରିବ ଖାଇ ଲୁଗା ଖଣ୍ଡେ ଦବନି ପେଟା ସବୁ ଦବ ଇଆକୁ। ସେଠୁ ଦିନେ ସେ ଆଜ୍ଞା କେତେ ଦିନ ହେଲା ତାଙ୍କ ଭିତରେ ସମ୍ପର୍କ ଯୋଉ ଦିନଠୁ ଯାଉଛି 4-5 ମାସ କହୁଥାଏ ମାଇକିନା ସେ 4 ମାସଠୁ ମୋ ସ୍ୱାମୀ ମତେ ସବୁବେଳେ ମାରନ୍ତି ଡରନ୍ତି। ମୁଁ ଡରିକି ମୋର ବାପ ନାହିଁ ନା ଖାଲି ଭାଇ ଦିଏ ମା ଟି ରାନ୍ଧିଦିଏ। ମୁଁ ଡରି ମରିକି କିଛି କୁହେ ନାହିଁ। ମାରି ମୁରା ଦବ କି କଣ କରିବେ ବୋଲି ମୋ ପୁଅ ମାନେ
ତାକୁ କହିବେ ତୋତେ ମାରୁଛି ଆମେ କଣ କହି ତାଙ୍କୁ ଡକେଇଲ? ତାଙ୍କୁ କହିଲୁ ସେ ଆମକୁ ଫୋନ୍ କଲେ ସେଠୁ କହିଲେ ଆଉ ମୋ ପାଇଁ ମୁଁ ତମକୁ ରଖିବି ତାକୁ ରଖିବି। ସେଠୁ ଆମେ କହିଲୁ ହଁ ରାଜି ହେଇଗଲୁ ତାଙ୍କ କଥାରେ। ଆମେ କହିଲି ଆସନ୍ତୁ ସାର୍ କହିଛନ୍ତି ନା ଆମକୁ ତମେ ଧରି ଆଣିକି ଏଠିକି ଆଣିବ ତାଙ୍କୁ। ବାଡ଼େଇଲି ମୋତେ ବହୁତ ରାଗ ନାଇଲା। ସେଠୁ ଏଇଠୁ ରାଗ ନାଇଲାରୁ ସାର୍ ଦି ଚାପୁଡ଼ା ମାଇଲି ଆଉ ଦିହ ସହୁନି। ଗୋଟେ ସ୍ତ୍ରୀ ସାଥେ ତମ ସ୍ତ୍ରୀ ହେଇଥିଲେ ତମ ଦିହ ସହନ୍ତା କି? 15 ଦିନ ହେଲା ସ୍ୱାମୀ ଯାଇଛି ବୋଲି ଖାଉନି ପିଉନି କାନ୍ଦୁଛି କହୁଛି। ମୋ ଛୁଆ ଗୁଡ଼ିକ ହଇରାଣ ହରକତ। ଆମ ଘରେ ରୋଷେଇବାସ ନାହିଁ। ମୋ ସାନ ପୁଅଟି ଖାଲି ସବୁବେଳେ ଭେ ଭେ କାନ୍ଦୁଛି। ସବୁବେଳେ ବାପା ବୋଲି ପଚାରେ ନା କାନ୍ଦୁଛି। ମୁଁ ଖାଇବା ପିଇବା ନାହିଁ 15 ଦିନ ହେଲା ମୋର। ଏବେ କଣ ଚାହୁଁଛନ୍ତି? ମୁଁ ଚାହୁଁଛି ମୋ ସ୍ୱାମୀକି ମୁଁ ନେବି। ତମ ସ୍ୱାମୀକି ନେବ? ହଁ ତମ ସ୍ୱାମୀ ଯଦି ନ ଛାଡ଼େ ତାଙ୍କୁ? ସେ ତାର ଯଦି ରଖିବା କଥା ସେ ରଖିବା, ହେଲେ ମୋ ପାଖରେ ରହିବ। ସେ ରୋଜଗାର କଲେ ତାକୁ ଦବ ଆମକୁ ବି ଦବ। ମୋ ସ୍ୱାମୀ ମୋର ଦରକାର। ମୋର କିଛି ଦରକାର ନାହିଁ, ମୋ ସ୍ୱାମୀ ଦରକାର।